ବନ୍ୟା ସ୍ଥିତିକୁ ତଦାରଖ କରୁଛନ୍ତି କେମିତି ହଉଛି? ଦେଖନ୍ତୁ ଜଳକା ଆଉ ସୁବର୍ଣ୍ଣରେଖା ଉପରମୁଣ୍ଡରେ ବର୍ଷା ପାଇଁ ଉଭୟ ନଦୀରେ ବନ୍ୟା ଜଳ ଆସିଥିଲା। ଜଳକା ପାଇଁ ବସ୍ତା ପ୍ରଭାବିତ ହେଇଛି କିଛି ମାତ୍ରାରେ ବାଲିଆ ଜଳେଶ୍ୱର ବ୍ଲକ ବି ପ୍ରଭାବିତ ହେଇଛି ଆଉ ସୁବର୍ଣ୍ଣରେଖା ପାଇଁ ଜଳେଶ୍ୱର ଭୋଗରାଇ ବାଲିଆପାଳ ପ୍ରଭାବିତ ହେଇଛି। ଗଲାକାଲିଠାରୁ ଜେରାପାଳ ନଦୀ ବାରମ୍ବାର ରିଭ୍ୟୁ ମିଟିଂ ହେଇଛି। ଏଇ ଚାରୋଟି ବ୍ଲକରେ ମୁଖ୍ୟତଃ ସିନିୟର ଅଫିସର ଡିପ୍ଲୟ କରାଯାଇଛି। ମୁଁ ବସ୍ତା ଆଉ ଜଳେଶ୍ୱର ଦେଖିଥିଲି। ଏଡିଏମ୍ ରେଭିନ୍ୟୁକୁ ବାଲିଆପାଳ ଭୋଗରାଇ ଦାୟିତ୍ୱ ଦିଆହେଇଛି। ତା ବାଦ ବିଭିନ୍ନ ଅଫିସରଙ୍କୁ ଯେଉଁ ଲାଇନ୍ ଡିପାର୍ଟମେଣ୍ଟ ରହିଲେ ସ୍ୱାସ୍ଥ୍ୟ ବିଭାଗ ହେଲା, ଆରଡିଓସିଏସ୍ ହେଲା, ଫାୟାର ହେଲା, ଓଡ୍ରାଫ୍ ହେଲା, ସମସ୍ତଙ୍କୁ ଏନଗେଜ୍ କରାହେଇଛି। ତ ସେଭଳି ଅପରିସ୍ଥିତି ସୃଷ୍ଟି କେବେ ହେଇନି। ଆଉ ଧୀରେ ଧୀରେ ଜଳସ୍ତର ବହୁତ କମିଗଲାଣି ଜଳକା ନଦୀର। ସୁବର୍ଣ୍ଣରେଖାର ଆଉ ବିଶେଷ ବଢ଼ିବାର ନାହିଁ। ତେଣୁ ଆଶା କରୁଛୁ ବିପଦ କିଛି ବନ୍ୟା ଘେର ଲୋକମାନଙ୍କୁ ଖାଦ୍ୟ ଦେବାର ବ୍ୟବସ୍ଥା କ'ଣ କାଲିଠୁ ଲୋକଙ୍କୁ ଅନ୍ୟ ଜାଗାରେ ରେସ୍କ୍ୟୁ କରାହେଇଛି ଆଉ ଆଶ୍ରୟସ୍ଥଳରେ ଖାଦ୍ୟ ବ୍ୟବସ୍ଥା କରାହେଇଛି। ତାଙ୍କର ପ୍ରି କିଚେନ୍ କୁକ୍ ଫୁଡ୍ ପ୍ଲସ୍ ଡ୍ରାଏ ଫ୍ରୁଟ୍ ଦିଆହେଇଛି। ତେଣୁ ସେ ଅନୁସାରେ କରାହେଇଛି। ଯଦି କୋଉଠି ନ ହେଇଥିବ ତା ପାଇଁ ବ୍ୟବସ୍ଥା ଆମେ କରିଦେବୁ।